ମୋ ନାଁ ପ୍ରମୋଦ କୁମାର ଆଚାର୍ଯ୍ୟ। এই যজ্ঞে মু আচার্য কাম করুছি। যজ্ঞ আরম্ভ এটা 3 দিন পর্যন্ত হব। আজি জল যাত্রা पे आम যাইলু। জলযাত্রা কার্য সুচারু রূপে ঠিকঠাক হয়ে গলা। তাপরে আমি আসিলু। এবে ভক্ত মানে জল কলস নেই গাঁ পরিক্রমা করিবে এবং আসি পৌঁছবে যজ্ঞশালারে। কলস স্থাপন হব, তবে পূজা আরম্ভ হব। আবৃত্তি করিবি মানে জল জলতটরু কলস নেকি আসলে জল কলস স্থাপন হবে। তাপরে হব পূজা আরম্ভ কলা পরে তাপরে অপরাহ্ন 3টা 3:30 ভিতরে আহুতি কার্য আরম্ভ হব। আহুতি কার্য আহুতি হবে, তারপরে পূজাপূজি হব। পূজাপূজি পরে আহুতি হব। আহুতি পরে পরে আমার আরতি পুষ্পাঞ্জলি ইত্যাদি ସବୁ হব। ମାଙ୍କର କାଳୀ ପୂଜା, ଶ୍ୟାମାକାଳୀଙ୍କ ପୂଜା ଏଠି ପ୍ରାୟ 42 ବର୍ଷ ହେଲା ହେଉଛି। ଆମେ ପ୍ରାୟ 5-7 ଦିନ ପୁରୋଧା ଏଠିକି ଆସୁଛୁ, ପୂଜା କରୁଛୁ। ମାଙ୍କର ଗୋଟିଏ ଶ୍ଲୋକ ଆବୃତ୍ତି କରିବି। ମୋ ନାଁ ହେଉଛି ପ୍ରସନ୍ନ କୁମାର ମହାରଣା। ଘର ହେଉଛି ଖେଡ଼ପଡ଼ା, ପୋଷ୍ଟ ଅଫିସ୍ ବାଲୁଗାଁ, ଥାନା ଜିଲ୍ଲା ନୟାଗଡ଼। ଆମର ପ୍ରତିବର୍ଷ এই শ্যামাকালী পূজা ପାଇଁ ଆମର 43 ବର୍ଷ ହେଇଗଲା ଆମେ ପୂଜା କରି ଆସୁଛୁ। ଆଉ ଯେଉଁ ପୂଜା କରାଯାଉଛି ସମସ୍ତେ ଦାନ ସୂତ୍ରରେ ମାଆଙ୍କର ମନସ୍କାମନା ପୂର୍ଣ୍ଣ ହେଲା ପରେ ସମସ୍ତେ ଦାନ ସୂତ୍ରରେ ଦେଉଛନ୍ତି। ପୂଜା କିଏ ଦେଉଛି, କିଏ ମାଆଙ୍କର ପ୍ରତିମୂର୍ତ୍ତି କିଏ ଦେଉଛି, ଆଉ କିଏ ତ ସାଂସ୍କୃତିକ କାର୍ଯ୍ୟକ୍ରମ ବି ନାଚ ଯେଉଁମାନଙ୍କର ଯାଚଙ୍ଗା ଅଛି, ବାଣ ବି ଯାଚଙ୍ଗା ଅଛି, ସେମାନେ ସମସ୍ତେ ଯାଚଙ୍ଗା ହିସାବରେ ଦେଉଛନ୍ତି ଆଜି ପର୍ଯ୍ୟନ୍ତ। ଆଉ ଆମର ଯେଉଁ ପୁରୋହିତ ବ୍ରାହ୍ମଣ ଯଜ୍ଞଟା ଏଠି ଆରମ୍ଭ ହେଉଛି। ବର୍ତ୍ତମାନ ଆଜି କଳସ ଯାତ୍ରା ହେଲା, ତାପରେ କଳସ ପ୍ରତିଷ୍ଠା ହେବ, ତାପରେ ଆହୁତି କାର୍ଯ୍ୟକ୍ରମ ଚାଲିବ। ଆହୁତି କାର୍ଯ୍ୟକ୍ରମ ପରେ ସନ୍ଧ୍ୟାରେ ଅନ୍ନଛତ୍ରର ବ୍ୟବସ୍ଥା ବି ରହିଛି 3 ଦିନ ପର୍ଯ୍ୟନ୍ତ। ଆଉ 3 ଦିନ ଅନ୍ନଛତ୍ର ପରେ ଆମର ମାଆଙ୍କର ପୀଠରେ ସାଂସ୍କୃତିକ କାର୍ଯ୍ୟକ୍ରମ ବି ରହିଛି। ସେ ସାଂସ୍କୃତିକ କାର୍ଯ୍ୟକ୍ରମ ବି ଲୋକଙ୍କର ଦାନ ସୂତ୍ରରେ ସେମାନେ ଦେଉଛନ୍ତି। ଯାହାର ଯାହା ମାନସିକ ଥିବ ସେ ମାନସିକ ପୂରଣ ପରେ ଆସିକି ମାଆଙ୍କ ପାଖରେ ସେ କହିବେ ଯେ ଇଏ କମିଟିକି ଏଇ ବର୍ଷ ମୁଁ ଏଇଆ ଦେବି, ମୁଁ ଏଇ ବର୍ଷ ଏଇଆ ଦେବି। ସମସ୍ତେ ଦାନ ସୂତ୍ରରେ କରାଯାଉଛି। କମିଟି ତ ଖାଲି କେବଳ କମିଟି ନାମକୁ ମାତ୍ର, କିନ୍ତୁ ସମସ୍ତ ଭକ୍ତ ଦାନ ସୂତ୍ରରେ ଦାନ ଆଜି ପର୍ଯ୍ୟନ୍ତ କରି ଆସୁଛନ୍ତି। ମାଆଙ୍କର ମନ୍ଦିର ପ୍ରତିଷ୍ଠା ହେଇଯାଇଛି 5 ବର୍ଷ ତଳୁ, କିନ୍ତୁ ସବୁ ଦାନ ସୂତ୍ରରେ। କେହି କରିନାହାନ୍ତି, ମୁଁ କରିଛି ବୋଲି କେହି କହିପାରିବେନି। ସବୁ ମାଆଙ୍କର ଦାନ ସୂତ୍ରରେ ସବୁ ଲୋକମାନେ ସାହାଯ୍ୟ ସହଯୋଗ କରି ଆସୁଛନ୍ତି। ଖେଡ଼ପଡ଼ା ଗ୍ରାମବାସୀ ବି ଏଥିପାଇଁ ବହୁତ ସହଯୋଗ ରହିଛି। ଜୟ ମା ଶ୍ୟାମାକାଳୀ। ଖେଡ଼ପଡ଼ା ଗ୍ରାମର ବାଲୁଗାଁ ଗ୍ରାମ ପଞ୍ଚାୟତ। ଏଠି 43 ବର୍ଷ ହେଲା ମା ଶ୍ୟାମାକାଳୀଙ୍କର ଯାତ୍ରା ଉତ୍ସବ ଲାଗି ରହିଛି। ବହୁତ ଛୋଟରୁ ଆରମ୍ଭ ହୋଇଥିଲା ଯାତ୍ରା। ଆମେ ତ ନୂଆ ଯୁବ ସଭାପତି ବାହାରିଛି ମୁଁ, ଏବଂ ଆମର ଯୁବ ବନ୍ଧୁମାନେ ବାହାରିଛନ୍ତି ନୂତନ। କାର୍ଯ୍ୟ ଦେଖୁଛନ୍ତି ଆଜି ହେଲା ପ୍ରଥମ ଦିନ। ଜଳଯାତ୍ରା ହେଉଥିଲା ପାଖ ବାଲୁଗାଁ ଗ୍ରାମ ପଞ୍ଚାୟତ ନଦୀରୁ। ଆମର 4 ଦିନ ହେବ ପ୍ରୋଗ୍ରାମ, ସରି 5 ଦିନ। ଆଜି ହେଉଛି କଳସ ଯାତ୍ରା ଥିଲା। ଆଜି ଦେଖିପାରିଥିବେ ଆପଣମାନେ। ବହୁତ ଧୁମଧାମ ହେବା ପାଇଁ ବହୁତ ଚେଷ୍ଟା ଜାରି ରହିଛି, ଏବଂ ସମସ୍ତେ ଆମର କମିଟି ମେମ୍ବର ଲାଗି ରହିଛନ୍ତି। ଯେଉଁଠି ଯିଏ ଦୂରରେ ଥିଲେ ବି ସମସ୍ତେ ଦୀପାବଳି କି ଆସିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଆଉ ଆସୁଛନ୍ତି, ଆଗରୁ ବି ଆସୁଥିଲେ, ଏବେ ବି ଆସୁଛନ୍ତି। ପ୍ରୋଗ୍ରାମ ଆଜ୍ଞା କାର୍ଯ୍ୟକ୍ରମ ରହିଛି ଆପଣଙ୍କର ଆଜି ବାର ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ରହିବ। ରବିବାର ରହିବ ଭସାଣୀ ପ୍ରୋଗ୍ରାମ। ବହୁତ ଭଲରେ ଚାଲିଛି। କିଛି ସହଯୋଗ ପୁରା ଗ୍ରାମର ସହଯୋଗ ରହିଛି ଆଜ୍ଞା। ଖେଡ଼ପଡ଼ା ଗ୍ରାମର ସମସ୍ତଙ୍କର ସହଯୋଗ ରହିଛି। ସମସ୍ତେ ବହୁତ ଆନନ୍ଦର ସହ ଆସି ସହଯୋଗ ଦାନ କରୁଛନ୍ତି। କ'ଣ ଭଲ ଶାନ୍ତି ଶୃଙ୍ଖଳାର କୌଣସି ଅସୁବିଧା ହିଁ ନାହିଁ। ସମସ୍ତେ ନିଜ କାମ ଭଳି ଆସିକି ସାହାଯ୍ୟ କରୁଛନ୍ତି। ଖାଇବା ପିଇବାର ଅନ୍ନଛତ୍ରର ବ୍ୟବସ୍ଥା ରହିଛି। ମା ଶ୍ୟାମାକାଳୀଙ୍କର ଯଜ୍ଞ ଆଜିରୁ ଆରମ୍ଭ ହେଲା, 3 ଦିନ ଧରି ଜାରି ରହିବ। ବହୁତ ଭଲରେ ଚାଲିଛି, କୌଣସି ପ୍ରକାରର ଅସୁବିଧା ନାହିଁ, ଭଲସେ ଚାଲିଛି। ଓ ନମୋ ମା କାଳୀ। ମୋର ପରିଚୟ ହେଲା, ମୋ ନାଁ କେଦାର ଚନ୍ଦ୍ର ସାମନ୍ତରାୟ। ଏଇ କାଳୀ ପୂଜା ଆମର ଏଠି 43 ବର୍ଷ ହେଲା ହେଉଛି, 1983 ମସିହାରୁ। ଆଉ ସେଇ ପ୍ରଥମରୁ ହିଁ ମୁଁ କରିଥିଲି। ବହୁତ କଷ୍ଟରେ ଲୋକମାନଙ୍କର ସେଥିରେ ବହୁତ ଅଭାବ ଥିଲା।
କିନ୍ତୁ ଆଜିକାଲି କାହାର ତ ଅଭାବ ନାହିଁ। ଆଉ ସମସ୍ତେ ସମସ୍ତେ ଉଦ୍ୟୋଗର ସହିତ ଏ ଗ୍ରାମବାସୀମାନେ ବହୁତ ଭଲରେ କରୁଛନ୍ତି। ଏଇ ବର୍ଷ ଏମିତି ଡେକୋରେସନ୍ ହେଇଛି ଯେ ମୁଁ ଭାବୁଛି ଆଗରୁ ଆମେ ତ କରିପାରିନଥିଲୁ ସେତେବେଳେ, ଏବେ କରୁଛନ୍ତି, କରିବି। ଆଉ ଏହିପରି କାର୍ଯ୍ୟକ୍ରମଟା ବହୁତ ଆନନ୍ଦ ମୁଖର, ଭାଇଚାରାର ସମ୍ପର୍କ ନେଇକି ସମସ୍ତେ ଆମେ ଏଇଠି ବନ୍ଧା ହେଇଛୁ। ସମସ୍ତେ ଯିଏ ଯାହାକୁ କହିଲେ ଯାହା ସେମାନେ ମାନିକିରି ସବୁ କାମ କରୁଛନ୍ତି। ଆଉ ବହୁତ ଭଲରେ ଶୃଙ୍ଖଳାରେ ବି ହେଉଛି। ଆଉ ଗୋଟେ ଥର କଥା କହିବି, ଗତ ବର୍ଷ ସେତେବେଳେ ଭାରି ଅଭାବ ଅସୁବିଧା ଥିଲା। ଏବେ ଲୋକମାନଙ୍କର ତ କିଛି ଅସୁବିଧା ନାହିଁ। ଆଉ ସମସ୍ତେ ପୂର୍ଣ୍ଣ ସହଯୋଗରେ ଏ ଗ୍ରାମବାସୀ ଏଇ ପୂଜାଟି କରୁଛନ୍ତି ଶାନ୍ତି ଶୃଙ୍ଖଳାର ସହିତ। ଆଉ ଗାଁରେ ଏକ ମୁଖ୍ୟ ପର୍ବ, ଏ ଗାଁର ମୁଖ୍ୟ ପର୍ବ ହେଉଛି ଏଇ କାଳୀ ପର୍ବ। କାଳୀ ପୂଜା ତ ଏଇଠି ଆଖପାଖରେ କେଉଁଠି ନଥିଲା, ପ୍ରଥମକିରି ଏଇଠି ହେବା ପରେ ଅନ୍ୟ କେଉଁଠି କେମିତି ସ୍ଥାପନା ହେଇଛି। ଅନ୍ୟମାନେ କେମିତି କରୁଥିବେ, କିନ୍ତୁ ଆମ ହଁ ଏଇ ଯେଉଁମାନେ ବାହାରେ ରହୁଛନ୍ତି ଏ ତ ପୟା ଶ୍ରାଦ୍ଧ, ପିପେଇ ଅମାବାସ୍ୟା ଆଉ କାଳୀ ପୂଜା ସାଙ୍ଗରେ ମଧ୍ୟ ଇଏ ହେଉଛି। ଆଉ ଧନତେରସ୍ ବି। ଆଉ ଲୋକ ଏଥିରେ ଅଶ୍ଳୀଳତା କରିବା ପାଇଁ ଆଗେଇ ପାରିବ ନାହିଁ, ଯେଉଁ ପ୍ରକାର ଆମେ ଷ୍ଟ୍ରିକ୍ଟ କରିକି ଆମେ କରୁଛୁ ଏବେ। ଆଉ ଏଇ ଯୁବକ ସମାଜ ତ ନୂଆ ସେମାନେ ଦାୟିତ୍ୱ ନେଇଛନ୍ତି, ସେମାନେ ମଧ୍ୟ ସୁରୁଖୁରୁରେ କରୁଛନ୍ତି। ଆଉ ଗ୍ରାମବାସୀମାନଙ୍କ ପୂର୍ଣ୍ଣ ସହଯୋଗ ରହିଛି। ଆଉ ମାନେ ଏତିକି କଥା କରିଥାନ୍ତୁ, ଏଇ ଭକ୍ତିଭାବଟା ସମସ୍ତଙ୍କ ଜାଗାରେ ରହୁ। ଆଉ ଭବିଷ୍ୟତରେ ମଧ୍ୟ ଆହୁରି ଉନ୍ନତି କରନ୍ତୁ, ଏମାନେ ଆହୁରି ନୂଆ ନୂଆ ଜିନିଷ ଆମେ ଦେଖିପାରିବୁ ଏଠି। ଆଉ ଏବେ ତ ବହୁତ ଦେଖିବାକୁ ମିଳୁଛି। ଆଉ ଏତିକି କହିବି ଆଉ।